ଜୟ ଜଗନ୍ନାଥ। ଆଜି ଜାଣିବା ରାମାୟଣର ମାତଳି କିଏ ଆଉ କ'ଣ ରହିଛି ବର୍ତ୍ତମାନ ସମୟରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ତାଙ୍କର ସମ୍ପର୍କ। ଆମେ ସମସ୍ତେ ଅଳ୍ପ ବହୁତେ ରାମାୟଣ ଜାଣିଛେ। ରାମାୟଣରେ ମହାପ୍ରଭୁ ଶ୍ରୀରାମ ଯେତେବେଳେ ରାବଣ ସହିତ ଯୁଦ୍ଧ କରନ୍ତି, ସେ ଯେଉଁ ରଥରେ ବସି ଯୁଦ୍ଧ କରିଥାନ୍ତି, ସେ ରଥ ହେଉଛି ଇନ୍ଦ୍ରଙ୍କ ରଥ ଏବଂ ସେହି ରଥର ସାରଥୀ ହେଉଛନ୍ତି ମାତଳି। ଅର୍ଥାତ୍ ରାମାୟଣରେ ମାତଳି ଥିଲେ ମହାପ୍ରଭୁ ଶ୍ରୀ ରାମଙ୍କର ସାରଥୀ। ମାତ୍ର ବର୍ତ୍ତମାନ ସମୟରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଅଥବା ବଡ଼ ଠାକୁର ବଳଭଦ୍ର ଯେତେବେଳେ ରଥଯାତ୍ରାରେ ଆଗମନ କରନ୍ତି, ସେ ଯେଉଁ ରଥରେ ବିରାଜମାନ କରିଥାନ୍ତି, ସେ ରଥର ନାମ ହେଉଛି ତାଳଧ୍ୱଜ ରଥ। ମାତଳି ହେଉଛନ୍ତି ତାଳଧ୍ୱଜ ରଥର ସାରଥୀ।